ପୁଣି ଦେଖିବା ସେ ନବମ ପଞ୍ଚମ ମେଳକ ବୃଷ ଓ ମକର। ବୃଷକୁ ମକର 9, ମକରକୁ ବୃଷ 5। ପୁଅ ରହିଥିବ ବୃଷ, ଝିଅ ରହିଥିବ ମକର, ତାହେଲେ ବ୍ୟବହାର କରିବେ। ଝିଅର ମକର ପୁଅର ବୃଷ ହେବ ନାହିଁ, ଏଇଟା ସତ। କିନ୍ତୁ ତା ଭିତରେ ବି ଆଉ ପେଚ ରହିଛି। କ'ଣ ରହିଛି ନା କୃତ୍ତିକା ବୃଷ 3, 2, 21, 10 ମକର, ଉତ୍ତରାଷାଢ଼ା ମକର, ନର ରାକ୍ଷାସ, ଏଥିରେ ବ୍ୟବହାର କରିବେ ନାହିଁ। ନବମ ପଞ୍ଚମ ପଇଲା ସମସ୍ତେ କହିବେ ଭଲ ହେବ କରିଦିଅ, ତାଙ୍କ ଭିତରେ ଖେଣ୍ଟ ଘାଣ୍ଟ ହେବେ। କାହିଁ ସେ ପାଲା କଲେ ଲାଭ କ'ଣ? ସେ ବାର ନ ହେଉ। 3, 2 ବୃଷ, କୃତ୍ତିକା ବୃଷ, 22, 10 ମକର, ଶ୍ରବଣା ମକର, ଦାନବ ଦେବତା। ଦାନବ ଦେବତା ସବୁବେଳେ ତାଙ୍କର କଳହ ରହିବ। ଏଠି ଯଦି କୋଶ୍ଚିନ୍ ଆସେ ଯେ ପୁଅ ରହିବ ଦେବତା, ଝିଅ ରହିବ ଦାନବ, ଝିଅ ରହିବ ଦାନବ, ପୁଅ ଦେବତା ହେଲେ ଚଳିବ, ଚଳାଚଳ ନାହିଁ, ହେବନି ହେବନି। ସେଇ କୃତ୍ତିକା ବୃଷ 3, 2, 23, 10 ମକର, ଧନିଷ୍ଠା ମକର, ଇଏ ଦାନବକୁ ସେ ଦାନବ। ଉତ୍ତମ ମେଳକ ଯେଉଁ ନବମ ପଞ୍ଚମ ମେଳକ ବୃଷରାଶି ଯଦି ଭାଇ ଭଉଣୀମାନେ ବାହାର କରନ୍ତି 3, 2 ବୃଷକୁ 23, 10 ମକର କରନ୍ତୁ। 3, 2 କି 22, 10 କରନ୍ତୁନି। 3, 2 କି 21, 10 କରନ୍ତୁ ନାହିଁ। କେମିତିଆ କଳି ହେବ ଦେଖିବା। ଫେର ସେଇ ବୃଷ ରାଶି 4, 2 ବୃଷ, 21, 10 ମକର, ମାନବକୁ ମାନବ, ଉତ୍ତମ ମେଳକ, ନାଗନାଡ଼ି ନାହିଁ, ଆଖି ବୁଜି ବାହାର କରନ୍ତୁ। 4, 2 ବୃଷ, 22, 10 ମକର, ରୋହିଣୀ ବୃଷ, ଶ୍ରବଣା ମକର, ଜମା ବ୍ୟବହାର କରନ୍ତୁ ନାହିଁ। ମଧ୍ୟ ନାଡ଼ି ନାଗନାଡ଼ି ବାଡ଼ିଆ ବାଡ଼ି ହେବେ, ମୋଟେ ସମ୍ପର୍କ ଭଲ ରହିବନି। 4, 2 ବୃଷ, 23, 10 ମକର, ରୋହିଣୀ ବୃଷ, ଧନିଷ୍ଠା ମକର, ନର ରାକ୍ଷାସ ହେଇପାରିବ ନାହିଁ। ଯଦି କୋଶ୍ଚିନ୍ ଯେ ନବମ ପଞ୍ଚମ ପଡ଼ିଲେ ଆମର ନର ରାକ୍ଷାସ ଦୋଷ ନାଗନାଡ଼ି ଧରାଯିବନି। ନାଇଁ ସବୁ ଧରାଯିବ ନା, ସବୁ ଧରାଯାଉଛି ପରା। ସେଇଆ ହେଇକିରି ନାମ ନେଉଛନ୍ତି, ତେଣୁକରି ନାମ ନେବାକୁ ଚେଷ୍ଟା କରନ୍ତୁନି। 4, 2 ବୃଷକୁ 23, 10 କେବେ ବି କରନ୍ତୁ। କିଏ ଯଦି କାହାକୁ ଭଲ ପାଇଛି ସେ ବାହା ହେଇଗଲା, ସେ ଭଲ ମନ୍ଦ ସେଟା ଆମର କ'ଣ ମିଳିବ? ଯଦି ଆମେ ବାଟକୁ ଯିବା ଏ ବାଟରେ ଆମେ ଯିବା। 5, 2 ବୃଷ, ମୃଗଶିରା ବୃଷ, ଉତ୍ତରାଷାଢ଼ା ମକର, 21, 10 ମକର, ୟାକୁ ବ୍ୟବହାର କରନ୍ତୁ। ଦେବତାକୁ ମାନବ, ସମ୍ପର୍କ ଉତ୍ତମ ରହିବ। ମୃଗଶିରା ବୃଷ 5, 2, ଶ୍ରବଣା ମକର 22, 10, ଆଖି ମୁଜି ବାହାର କରନ୍ତୁ। ଦେବତାକୁ ଦେବତା, ଦିନେ କଳିକଜିଆ ହେବ ନାହିଁ। 5, 2 ବୃଷକୁ 23, 10 ମକର, ଦେବତାକୁ ଦାନବ, ଇଏ ବ୍ୟବହାର କଲେ ବୁଦ୍ଧି ଶିଖିବେ, ଜମା ବ୍ୟବହାର କରନ୍ତୁ ନାହିଁ। ଯଦି କେଉଁ ଭାଇ ଭଉଣୀ ତ ଏ ଲଗ୍ନରେ ଏ ମେଳକରେ ବିବାହ ହେଇଯାଇଛି, ଧର 3, 2 ବୃଷ 22, 10 ମକର, 3, 2 ବୃଷ 21, 10 ମକର, ଏମିତି ଗୋଟେ ଅମେଳ ପଡ଼ିଯାଇଛି, ତାହେଲେ କୌଣସି ଶୁକ୍ରବାର ଦିନ ଗୋଟେ ବୃଦ୍ଧ ବ୍ରାହ୍ମଣକୁ 25 ଗ୍ରାମ କି 10 ଗ୍ରାମ କି 5 ଗ୍ରାମ ରୂପା ଦାନ କରିଦିଅନ୍ତୁ। ଫଳ ନିଶ୍ଚିତ ଶୁଭ ଆସିବ। ଦେଖିବା ପରବର୍ତ୍ତୀ ରାଶି।